ଲିପ୍ସା କରିଥିବ ମାଲିନୀ ରାଜି ହୋଇଯିବ। ଆଦାସ ପଲ୍ଲବୀକୁ ହଟାଇ ଦେବା ପାଇଁ ଏବେ ବୁଝିପାରିଲୁ ତ ମୁଁ କାହିଁକି ମନା କରୁଥିଲି। ସେହି ମହାପାତ୍ର ଫ୍ୟାମିଲିଙ୍କ ସହିତ ପଙ୍ଗା ନେବୁ ନାହିଁ। ତାଙ୍କ ଘରରୁ ବାହାର କରିବାକୁ ନାହିଁ। ତୋତେ ଏତେ ଦିନ ହେଲା ସେ ଘରରେ ନଥିଲୁ, ସବୁ ଠିକ୍ ଥିଲା। ମୋର ଭୁଲ ହୋଇଗଲା ଯେ ମୁଁ ତୋତେ ଡାକିକରି ତୋର ବାପାଙ୍କ ସହିତ ଦେଖା କରିଦେଲି। ମୁଁ ତୋର କଥାରେ ରାଜି ନୁହେଁ। ମୁଁ ତୋତେ ଜେଲ୍ ଯିବାକୁ ଦେଖି ସହିପାରିବି ନାହିଁ। କିନ୍ତୁ ଏଥିରେ ମୋର ଗୋଟିଏ କଥା ସତ ଅଛି। ଯଦି ତୁ ପଲ୍ଲବୀ ଓ ଆଦର୍ଶକୁ ହଟାଇବା ପାଇଁ ପ୍ରଥମ ଥର ଫେଲ୍ ହୋଇଯାଉ, ତୁ ଏହି ଦେଶ ଛାଡ଼ି ଚାଲିଯିବୁ। ତାହାପରେ ଆଉ କୌଣସି ପ୍ଲାନ୍ ନାହିଁ। ତୁ ମୋର କଥାରେ ରାଜି ହେଲେ ଚାଲିଯିବା। ସେମାନଙ୍କୁ କେମିତି ରାସ୍ତାରେ ହଟେଇବା ସେହି ବିଷୟରେ ପ୍ଲାନ୍ କରିବା। ସେପଟେ ପଲ୍ଲବୀ କହିବେ ପରିଶ୍ରମ କେବେ ବି ବୃଥା ଯିବ ନାହିଁ ଭାଉଜ। ଅପା ଖୁକା ସିନା ଆମରି ହାତରୁ ଖସିଗଲା, କିନ୍ତୁ ରୁକ୍ସା ପାଖରେ ପହଞ୍ଚିବ। ତାହା ପାଖରେ କିଏ ଅଛି, ତାଙ୍କୁ କିଏ ସପୋର୍ଟ କରୁଛି, ଆମକୁ ଜାଣିବାକୁ ହେଲେ ମାନିନୀ ଆଣ୍ଟିକୁ ଆମକୁ ନଜର ରଖିବାକୁ ହେବ। କିନ୍ତୁ ଏଠୁ ଗଲା ପରେ ମାନିନୀ ଆଣ୍ଟି ସହିତ ନିଶ୍ଚୟ ରୁକ୍ସା ସହିତ କଥା ହେବା ପାଇଁ ଯିବ, ଚେଷ୍ଟା କରିବ। ରୁକ୍ସା ଆମକୁ ମିଳିଗଲା ପରେ ଯଦି ତାରି ସାଙ୍ଗରେ ଖୁକା କାମ କରୁଥିବେ, ତାର ଖାଲି ତା ସାଥିରେ ଦେଖା କରିବା ପାଇଁ ନିଶ୍ଚୟ ଆସିବ। ରୁକ୍ସାଙ୍କ ପଛରେ କାହାର ହାତ ଅଛି ସତରେ ଜାଣିପାରିବେ କି ନାହିଁ, ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଏମିତି ଭିଡ଼ିଓ ଦେଖିବା ପାଇଁ